2025 ଏପ୍ରିଲ ମାସ ପାଇଁ ସିଂହ ରାଶିର ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ମାସଟି ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବ। ମାସର ଆରମ୍ଭରେ 5ଟି ଗ୍ରହ ସୂର୍ଯ୍ୟ, ଶନି, ରାହୁ, ବୁଧ ଏବଂ ଶୁକ୍ର ଆପଣଙ୍କ ଅଷ୍ଟମ ଘରେ ଅବସ୍ଥାନ କରିବେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ଜୀବନରେ ହଠାତ୍ କିଛି ଭଲ ପରିବର୍ତ୍ତନ ମଧ୍ୟ ସମ୍ଭବ। ତଥାପି ଆପଣ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ମାସର ଆରମ୍ଭରେ ମଙ୍ଗଳ ଗ୍ରହ ଏକାଦଶ ଘରେ ରହିବେ ଏବଂ 3 ଏପ୍ରିଲ ଦ୍ୱାଦଶ ଘରେ ପ୍ରବେଶ କରିବେ, ଯାହା ଫଳରେ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କିନ୍ତୁ ଲମ୍ବା ଯାତ୍ରାର ସମ୍ଭାବନା ରହିପାରେ। ବିଦେଶ ଯିବା ମଧ୍ୟ ସମ୍ଭବ। ସୂର୍ଯ୍ୟ ମହାରାଜ 14 ଏପ୍ରିଲରେ ଆପଣଙ୍କ ନବମ ଘରେ ପ୍ରବେଶ କରିବେ, ଯାହା ଆପଣଙ୍କ ସମ୍ମାନ ବୃଦ୍ଧି କରିବ। ଆପଣ ସାମାଜିକ ଭାବରେ ଏକ ବଡ଼ ପଦବୀ ହାସଲ କରିପାରନ୍ତି। ଏହା ସହିତ ଆପଣ ସମ୍ମାନିତ ମଧ୍ୟ ହୋଇପାରିବେ। ଚାକିରିରେ ଆପଣଙ୍କର ସ୍ଥିତି ମଜବୁତ ହେବା ଆରମ୍ଭ କରିବେ ଏବଂ ବ୍ୟବସାୟ କରୁଥିବା ଲୋକମାନଙ୍କୁ ସତର୍କତା ସହିତ ଆଗକୁ ବଢ଼ିବାକୁ ପଡ଼ିବ, ନଚେତ୍ କିଛି ସମସ୍ୟା ଲାଗି ରହିପାରେ। ଆଇନଗତ ସମସ୍ୟାରେ ପଡ଼ିବାଠାରୁ ଦୂରେଇ ରୁହନ୍ତୁ। ବୈବାହିକ ସମ୍ପର୍କରେ ଉତ୍ଥାନ ପତନ ଆସିବ। ତୁମ ଶ୍ୱଶୁର ଘର ଲୋକଙ୍କ ସହିତ ସମ୍ପର୍କ ଭଲ ଏବଂ ଖରାପ ହେବ। ପ୍ରେମ ସମ୍ପର୍କ ପାଇଁ ମାସର ଆରମ୍ଭ ଦୁର୍ବଳ ରହିବ। ଏହାପରେ ସମୟ ଧୀରେ ଧୀରେ ଅନୁକୂଳ ହେବାକୁ ଆରମ୍ଭ କରିବ। ଆର୍ଥିକ ଦୃଷ୍ଟିରୁ ଏହି ମାସ ଟିକେ ଦୁର୍ବଳ ହେବାର ସମ୍ଭାବନା ଅଛି। ଛାତ୍ରମାନେ ଅନୁକୂଳ ଫଳାଫଳ ପାଇବେ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସ ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବାର ସମ୍ଭାବନା ଅଛି। ଦେବଗୁରୁ ବୃହସ୍ପତି ସମଗ୍ର ମାସ ପାଇଁ ଦଶମ ଘରେ ରହିବେ, ଯାହା ଚାକିରିରେ ଆପଣଙ୍କ ସ୍ଥିତିକୁ ମଜବୁତ କରିବ। ଆପଣ ଆପଣଙ୍କର ଅଭିଜ୍ଞତା ଏବଂ କାମ ଦ୍ୱାରା ଆପଣଙ୍କର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବେ। ଦଶମ ଘରର ଅଧିପତି ଶୁକ୍ର ମହାରାଜ ଏବଂ ଷଷ୍ଠ ଘରର ଅଧିପତି ଶନି ମହାରାଜ ଉଭୟ ମାସର ଆରମ୍ଭରେ ସୂର୍ଯ୍ୟ, ବୁଧ ଏବଂ ରାହୁଙ୍କ ସହିତ ଅଷ୍ଟମ ଘରେ ରହିବେ। ଏପରି ତୁମର ଚାରିପାଖରେ କେହି ସମସ୍ୟା ସୃଷ୍ଟି କରିପାରେ, ତେଣୁ ତୁମକୁ ଯେକୌଣସି ଷଡ଼ଯନ୍ତ୍ର ପ୍ରତି ସତର୍କ ରହିବାକୁ ପଡ଼ିବ। ମାସର ଶେଷାର୍ଦ୍ଧ ଅପେକ୍ଷାକୃତ ଅନୁକୂଳ ହେବ। ଯେତେବେଳେ ସୂର୍ଯ୍ୟ 14 ତାରିଖରେ ଆପଣଙ୍କ ନବମ ଘରେ ପ୍ରବେଶ କରିବେ, ସେତେବେଳେ ଆପଣଙ୍କ ଚାକିରିରେ ସ୍ଥାନାନ୍ତର କିମ୍ବା ନୂତନ ଚାକିରି ପାଇବାର ଯଥେଷ୍ଟ ସମ୍ଭାବନା ରହିବ। ବ୍ୟବସାୟ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ ଏବଂ ଆଇନ ବିରୁଦ୍ଧରେ କୌଣସି କାମ କରିବା ଉଚିତ ନୁହେଁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଦଶମ ଘରର ପ୍ରଭୁ ଶୁକ୍ର 13 ଏପ୍ରିଲରୁ ପ୍ରତିକୂଳ ଅବସ୍ଥାରୁ ସିଧାସଳଖ ଅବସ୍ଥାକୁ ଯିବେ। ତାପରେ ଆପଣ କର୍ମକ୍ଷେତ୍ରରେ ଟିକେ ଅନୁକୂଳ ଫଳାଫଳ ପାଇବେ। ସମସ୍ତଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଭଲ ବ୍ୟବହାର କରିବାକୁ ପଡ଼ିବ। ଯଦି ତୁମର ସହକର୍ମୀଙ୍କ ସହିତ ଖରାପ ବ୍ୟବହାର କର, ତେବେ ତୁମକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଯଦି ଆମେ ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ନଜର ପକାଇବା, ତେବେ ଏପ୍ରିଲ ମାସର ଆରମ୍ଭ ଠିକ୍ ରହିବ, କାରଣ ପ୍ରଥମ 3 ଦିନ ପାଇଁ ମଙ୍ଗଳ ଏକାଦଶ ଘରେ ରହିବେ ଏବଂ ଆପଣ ଆୟକୁ ବହୁତ ବୃଦ୍ଧି କରିବେ। କିନ୍ତୁ 3 ତାରିଖ ଏହା ଆପଣଙ୍କ ଦ୍ୱାଦଶ ଘରେ ପ୍ରବେଶ କରିବେ, ଯାହା ଫଳରେ ଖର୍ଚ୍ଚ ବୃଦ୍ଧି ସମ୍ଭାବନା ରହିବ। ଶନି, ସୂର୍ଯ୍ୟ, ରାହୁ, ବୁଧ ଏବଂ ଶୁକ୍ର ଏହି 5ଟି ଗ୍ରହ ତୁମର ଅଷ୍ଟମ ଘରେ ଅବସ୍ଥିତ ହେବେ। ଏହା ଆପଣଙ୍କର ଖର୍ଚ୍ଚରେ ନିୟନ୍ତ୍ରଣ ବୃଦ୍ଧି ଘଟାଇବ। ଏହା ଲୁକ୍କାୟିତ ଖର୍ଚ୍ଚ ମଧ୍ୟ ରହିବ। ତଥାପି ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଗୁପ୍ତଧନ ପାଇବାର ସମ୍ଭାବନା ଅଛି। କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କୌଣସି ପ୍ରକାର ଆର୍ଥିକ ନିବେଶ କରିବାରୁ ଦୂରେଇ ରହିବାକୁ ପଡ଼ିବ। ଏହା ଆପଣଙ୍କ ପାଇଁ ଆମର ପରାମର୍ଶ, କାରଣ ଏହା କରିବା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
14 ତାରିଖରେ ସୂର୍ଯ୍ୟ ମହାରାଜ ତାଙ୍କର ଉଚ୍ଚ ରାଶି ମେଷ ରାଶିରେ ତୁମର ନବମ ଘରେ ପ୍ରବେଶ କରିବେ। ଏହି ସମୟରେ ଆପଣ ଆର୍ଥିକ ଅବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରି ଦେଖାଯିବ। ସରକାରୀ କ୍ଷେତ୍ରରୁ ମଧ୍ୟ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିବ। ସମାଜରେ ମଧ୍ୟ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କିନ୍ତୁ ମଙ୍ଗଳବାର ମହାରାଜ ଦ୍ୱାଦଶ ଘରେ ସମସ୍ତଙ୍କ ଅଷ୍ଟମ ଘରେ ଥିବାରୁ ଆପଣଙ୍କ ଆର୍ଥିକ ଚ୍ୟାଲେଞ୍ଜ ପ୍ରତି ରହିବାକୁ ପଡ଼ିବ। ସମାଜରେ ମଧ୍ୟ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କିନ୍ତୁ ମଙ୍ଗଳ ମହାରାଜ ଦ୍ୱାଦଶ ଘରେ ଏବଂ ଅନ୍ୟ ସମସ୍ତ ଗ୍ରହ ଅଷ୍ଟମ ଘରେ ଥିବାରୁ ଆର୍ଥିକ ଚ୍ୟାଲେଞ୍ଜ ପ୍ରତି ସତର୍କ ରହିବାକୁ ପଡ଼ିବ ଏବଂ ଆପଣଙ୍କ ଟଙ୍କାକୁ ବୁଦ୍ଧିମାନ ଭାବରେ ପରିଚାଳନା କରିବାକୁ ପଡ଼ିବ। ପ୍ରେମ ଏବଂ ବିବାହ ପ୍ରେମ ସମ୍ପର୍କରେ ବିଷୟରେ କହିବାକୁ ଗଲେ ମାସର ଆରମ୍ଭରେ ଟିକେ ଦୁର୍ବଳ ହେବ, କାରଣ ପଞ୍ଚମ ଘରେ ମଙ୍ଗଳଙ୍କ ଦୃଷ୍ଟି ହେତୁ ଆପଣ ଏବଂ ଆପଣଙ୍କ ପ୍ରିୟଜନଙ୍କ ମଧ୍ୟରେ କିଛି ବିବାଦ ଦେଖାଦେବାର ସମ୍ଭାବନା ଅଛି। ତଥାପି 3 ତାରିଖରେ ଭଗବାନ ମଙ୍ଗଳ ଦ୍ୱାଦଶ ଘରେ ପ୍ରବେଶ କରିବେ ଏବଂ ତାପରେ ପରିସ୍ଥିତି ଅନୁକୂଳ ହେବ। ପଞ୍ଚମ ଘରର ଅଧିପତି ବୃହସ୍ପତି ମହାରାଜ ସମଗ୍ର ମାସ ପାଇଁ ଦଶମ ଘରେ ରହିବେ। ଏହା ବ୍ୟତୀତ ମାସ ସାରା ଶନି ମହାରାଜ ଦୃଷ୍ଟି ବୃହସ୍ପତି ମହାରାଜ ଏବଂ ପଞ୍ଚମ ଘର ଉଭୟ ରହିବେ। ଏହା ସହିତ ଆପଣ ଆପଣଙ୍କ ପ୍ରେମ ସମ୍ପର୍କରେ ଗଭୀରତା ଅନୁଭବ କରିବେ ଏବଂ ଏହାକୁ ଭଲ ଭାବରେ ବଞ୍ଚାଇ ଆପଣଙ୍କ ସମ୍ପର୍କକୁ ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଏଥିରେ ତୁମେ ସଫଳତା ମଧ୍ୟ ପାଇବ। ବିବାହିତ ଲୋକଙ୍କ ବିଷୟରେ କହିବାକୁ ଗଲେ ଏହି ମାସ ଆପଣଙ୍କ ପାଇଁ ବହୁତ ଭଲ ଏବଂ ମଧ୍ୟ ଖରାପ ମଧ୍ୟ ହୋଇପାରେ। ଅଷ୍ଟମ ଘରେ ପଞ୍ଚଗ୍ରହୀ ଯୋଗ ଆପଣଙ୍କ ଜୀବନସାଥୀ ଏବଂ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରେ ପକାଇପାରେ, ଯାହା ଆପଣଙ୍କ ବୈବାହିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ। ଏହା ବ୍ୟତୀତ ଶ୍ୱଶୁର ଘର ଲୋକଙ୍କ ସହିତ କଥାବାର୍ତ୍ତା ହେବ। ଅନେକ ପ୍ରସଙ୍ଗରେ ଗରମ ବିତର୍କ ହୋଇପାରେ, ତେଣୁ ଆପଣଙ୍କୁ ଆପଣଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ପଡ଼ିବ, କାରଣ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ଏହା ସହିତ ଜଡ଼ିତ ଏବଂ ଯେକୌଣସି ଅସନ୍ତୁଳନ ଆପଣଙ୍କ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ। ପ୍ରତିକାର ତୁମେ ତୁମର ରାଶିର କର୍ତ୍ତା ସୂର୍ଯ୍ୟ ଦେବଙ୍କ ବୀଜ ମନ୍ତ୍ର ଜପ କରିବା ଉଚିତ। ଶୁକ୍ଳ ପକ୍ଷର ରବିବାର ଦିନ ସକାଳ 8ଟା ପୂର୍ବରୁ ଏକ ସୁନା ମୁଦିରେ ଏକ ମାଣିକ ମଣି ଖୋଲନ୍ତୁ ଏବଂ ଏହାକୁ ଆପଣଙ୍କର ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତୁ। ତୁମେ ପ୍ରତିଦିନ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ।